सीताराम विजय हो गला मंदर उदर ऋषि तपस्या पाई जाइतले गंगा नदी धीरे धीरे से फेरी अछन बेंगोला काहे की बोला संत कवि भीम होई कौन कहले या से सुंदर पदके माले अच्छा ये प्राणी को रक्त दुख संत कवि भीम भूई जगन्नाथ को जगन्नाथ मत रक्षा कर प्रभु जगन्नाथ निजे आसिक से अंध कवि संत कवि भीम हुई रेढ़ाकुल अंचल कंद परिवार जन्म कंद परिवार आदिवासी परिवार जन्म लिखला लेखनी चावल देखु आखि की देखाला जो दिन प्रभु जगन्नाथ टिके स्पर्श करि देले सही दिन आखि की देखाला तांको ये कविता अमेरिका रे शोभा पाउछि अमेरिका पार्लियामेंट रे शोभा जाति संघ रे शोभा पाउछि के सुंदर पद प्राणी को आरत दुख प्रमित देखु के वास हो मो जीवन पछा नरके पड़ी थाउ जगत उद्धार है आदिकाली टंका के कागु दो मुते बते ए कोया वाला से पैसा लो सुद रो मो छोड़ दिया मुझे ना के कहार उपकार करू के कहार सेवा करू केवल ए चल जाना समय ए नहीं जण कर मु केवल आगे चला बस समय दवा समय ना हला करो कहना सुता आज्ञा फेरिले मंदर उदर देखिले क्षीर पात्र में क्षीर भाई ए भाई हां ये जो क्षीर रखितले कोड गला ए तो क्षीर पात्र इथे मते भारी सुसा लागले उदर रे आज्ञा जाई से क्षीर पात्र रे नहीं जा क्षीर से क्षीर के पी दे एकदम हां ये पड़िछि कोन भाई ये बैंक पड़छि मंडुकी बड़े पड़िछि हां काहे पड़िला चागुथी मोदी चक्षु रे बाबू चागुथी मोदी चक्षु रे बाबू रूप तो दिसिव सब दिसिव सब
ପ୍ରକୃତର ଋଷି ମାନେ ବାବାଜୀ ମାନେ ସବୁ ଜାଣିପାରନ୍ତି ଆଧ୍ୟାତ୍ମିକ ଶକ୍ତି ତାଙ୍କର ଥାଏ। ଏଇଥିରେ ଦୁଇଟା କିଡନୀ ନାହିଁ ଏବେକାର କଥା ଅତୀତର ବାବାଜୀଙ୍କ କଥା ଛାଡ଼ିଦିଅ। ବୃନ୍ଦାବନର ଜଣେ ରାଧା ବାବାଜୀଙ୍କ କଥା ଆପଣ ୟୁଟ୍ୟୁବରେ ଜାଣିଛନ୍ତି ଦେଖୁଛନ୍ତି ସେ ବାବାଜୀଙ୍କୁ ଦୁଇଟା କିଡନୀ ନାହିଁ ମା ପ୍ରେମାନନ୍ଦ ମହାରାଜ ଦୁଇଟା କିଡନୀ ନାହିଁ 21 ବର୍ଷ ହେଲା ବଞ୍ଚିଛନ୍ତି। ଡାକ୍ତର ଆସୁଛନ୍ତି ଆମେରିକାର ଡାକ୍ତର ଆସିକି ଭାରତ ଡାକ୍ତର ଛାଡ଼ ଭାରତର ବିଜ୍ଞାନ ଫେଲେ ଆମେରିକାର ବିଜ୍ଞାନ ଫେଲେ ଦୁଇଟା କିଡନୀ ନାହିଁ ଜଣେ ବାବାଜୀ 21 ବର୍ଷ ହେଲା ବଞ୍ଚିଛନ୍ତି। ଖାଲି ରାଧା ନାମ କାହା ନାମ ଲେଖୁଛି ରାଧା 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 ଦିନକୁ 10,000 ଆମେ ତ 108 10 ଥର ପଢୁ ପ୍ରେମାନନ୍ଦ ମହାରାଜ ବଞ୍ଚିଛନ୍ତି ଦିଟା କିଡନୀ ନାହିଁ ବଞ୍ଚିଛନ୍ତି ବୃନ୍ଦାବନ ୟୁଟ୍ୟୁବରେ ଆପଣ ମାନେ ଦେଖୁଛନ୍ତି ମୁଁ ଅଧିକ କହିବି କହିବା କଥା ସାଧୁ ସନ୍ଥ ନାହାନ୍ତି ଆମର ବିଶ୍ୱାସ ଆମର ଭକ୍ତି ନାହିଁ ଆମ ପାଖରେ ସେ ଭକ୍ତି ନାହିଁ ଆମ ପାଖରେ କିଛି ନାହିଁ ଆମେ ଖାଲି ମୋବାଇଲ ଭିତରେ ରହିଗଲେ ଟିଭି ଭିତରେ ରହିଗଲେ ଆଉ ସିଆଡେ ଯିବାନି ସେପଟେ ଦି ଜଣ ଋଷି ଆସି ଦେଖିଲେ କ୍ଷୀର ପାତ୍ରରେ ବେଙ୍ଗଟା ପଡିଛି ଯଦି ଆମ ଭିତରେ ଶରୀର କନ୍ୟା ରୂପେ ଯଦି ଆମ ହିତ ପାଇଁ ତୁ ମରିଥିବୁ ଗୋଟେ ମାନବ ଜନ୍ମ ହେଇକି ଜନ୍ମ ସାଙ୍ଗେ ସାଙ୍ଗେ ସେ ଗୋଟେ ଝିଅ ହେଇକି ଜନ୍ମ ମା ବେଙ୍ଗଟା ଗୋଟେ ଝିଅ ହେଇଗଲା ବେଙ୍ଗଟା ଆସି ଦେଖିଲା କହିଲା ବାପା ମନ୍ଦର ଉଦର ଆମେ ତୋର ବାପା ମୁଁ ତୋର ସାନ ବାପା ପ୍ରଣାମ କରିଦେଲା ବେଙ୍ଗଟା ପିତା ମାତା ଠାରୁ ବଡ଼ ଦେବତା ପିତା ମାତା ଠାରୁ ବଡ଼ ଦେବତା ସରଗରା ଇଜେ ନାହିଁ ସରଗରା ଇଜେ ନାହିଁ କରି ଆସିଛ ସହାୟକ ସିନା କାଙ୍ଗରେ ଆସିଛ ସହାୟକ ସିନା ଆଉ ବିପଦ ଆମେ ହଉଛୁ ମନ୍ଦର ଉଦର ଦୁଇ ଋଷି ତୁ ଆମ କ୍ଷୀର ପାତ୍ରରେ ପଡି ଯାଇଥିଲୁ ଆତ୍ମଦାହ କରିଥିଲୁ ତମ ହିତ ପାଇଁ କାମ କରିଥିଲୁ ଆମେ ତତେ ଜନ୍ମ ଦେଇଛୁ ତୁ ପୁନର୍ଜନ୍ମ ପାଇଛୁ ତୁ ବେଙ୍ଗରୁ ଜନ୍ମ ହେଇଥିବାରୁ ତୋ ନାଁ ହେଲା ବେଙ୍ଗାବତୀ ତେଣୁ ତୋ ନାଁ ହେଲା ବେଙ୍ଗରୁ ଜନ୍ମ ହେଇଥିବାରୁ ତୋ ନାଁ ହେଲା ବେଙ୍ଗାବତୀ ହେଲେ ମୁଁ ଆପଣ ମାନଙ୍କର କି ସେବା କରିପାରେ ଆଶ୍ରମରେ ରହି ଠାକୁରଙ୍କୁ ଆରାଧନା କରିବୁ ଟିକେ ଫୁଲ ତୋଳିବୁ ଆଶ୍ରମରେ ପୂଜା କରିବୁ କରିବି ବାପା ଶୂନ୍ୟ ବ୍ରହ୍ମକୁ ଡାକିବୁ ହଁ ବାପା ଗଙ୍ଗା ମାକୁ ଚିନ୍ତା ସବୁ କରିବୁ କରିବି ବାପା ଯାଇ ରଖିବି ବାପା ହେଲା ତେଣୁ ଆଶ୍ରମରେ ରହିଛି ବେଙ୍ଗାବତୀ ମନ୍ଦର ଉଦର ଋଷି ତପସ୍ୟାକୁ ଯାଉଛନ୍ତି ସେ ଆଶ୍ରମରେ ରହିଛି ଅଷ୍ଟବର୍ଷ ଭବତ ଗୌରୀ ନବବର୍ଷ ଚରୋଇଲି ଭବତ କନ୍ୟା ପତ୍ର ଉର୍ଦ୍ଧୁ ରଜସ୍ଥଳା ଯେତେବେଳେ ମା 13-14 ବର୍ଷର ହେଇଯାଇଛି 15-16 ବର୍ଷର ପଦାର୍ପଣ କରିଛି ରଜସ୍ଥଳା କନ୍ୟାରେ ପରିଣତ ହେଲା ବେଙ୍ଗାବତୀ ଆଜ୍ଞା ରଜସ୍ଥଳା କନ୍ୟା ଆଶ୍ରମରେ ରହିଛି ଠାକୁରଙ୍କ ସେବା କରୁଛି ପତ୍ର ପୁଷ୍ପାଞ୍ଚଳ ତ୍ୱୟଂ ଯୋ ଭକ୍ତା ପାଇଛନ୍ତି ଗୀତା କହିଲା ଗୀତା କଥା କହୁଥିଲେ ଗୋଟେ ଗୀତା ଶ୍ଲୋକ ଆଣିବା ଠାକୁର ପୂଜା କରିବାରେ 5ଟା ଜିନିଷ ଦେଲେ ବା ଠାକୁର ଶାନ୍ତି ହୁଅନ୍ତି ଗୀତା ପ୍ରମାଣ କଲା ପତ୍ର ପୁଷ୍ପାଞ୍ଚଳ ଭକ୍ତା ପ୍ରିୟ ଅଛନ୍ତି ଭକ୍ତି ପ୍ରୟତା ତୁମ ଆଜ୍ଞା 5 ଜିନିଷ ଦେଲେ ଠାକୁର ଶାନ୍ତି ଗୀତା ପ୍ରମାଣ କଲା ଭଗବତ ଗୀତା ବ୍ୟାସ ଲେଖିଲେ ଆପଣ ମାନେ ଠାକୁର ପୂଜା କଲାରେ କଣ ଦଉଛନ୍ତି ପତ୍ର ପୁଷ୍ପ ଫଳ
ତ୍ରୟ ଦୟ ବୋଲେ ଜଳ ପତ୍ର ତୁଳସୀ ପତ୍ର ଦଉଛନ୍ତି ଠାକୁର ଆଜ୍ଞା ନାରାୟଣଙ୍କୁ ତୁଳସୀ ହଁ ଶିବଙ୍କୁ ବେଲପତ୍ର ବେଲପତ୍ର ପୁଷ୍ପ ବିଭିନ୍ନ ପ୍ରକାର ଫୁଲ ଫାଲ ପୁଷ୍ପ ପୁଷ୍ପ ଫଳ ସେଉ କଦଳୀ ନଡ଼ିଆ ଅଙ୍ଗୁର ଦଉଛନ୍ତି ଆପେଲ ହେ, ସେଟା ଦଉନା ଏ ସେଉ ଯାହା ଫଳୁଛି ସେଟା ଇଂଲିଶ ତମେ ଜାଣିନ ଓହ, ଫଟେଇ ଦେବି ରହ, ଇଂଲିଶ କହୁଛି ଆଉ। ରହ। ଏ ପତ୍ର ପୁଷ୍ପ ଫଳ ତୋୟ ତୋୟ ହେଲା ଜଳ ଜଳ ଦଉଛ କି ଜଳ ଦଉଛ ଗଡ଼ିଆ ପାଣି ଗଡ଼ିଆ ପାଣି ପୋଖରୀ ପାଣି ଟ୍ୟୁବଲ ଜଳ ନଳକୂପ ପାଣି ଦଉଛ ହଁ ଏ ମା ଏ ସବୁ ହଉଛି ଠାକୁରଙ୍କ ଦବା ଜିନିଷ ଆମେ ଯାହା କିଛି ଦେଇଛୁ ସେ ଆମକୁ ଦେଇଛନ୍ତି ଆମେ ତାକୁ ଅଧିକା କଣ ଦେଲୁ ନା ଆମର ଯୋଉ ଟ୍ୟୁବଲ ପଡି ପାଣି ବାହାରିଛି ସେଟା ସେ ଦେଇନା ଭିତରୁ କାଢୁଛ ଭିତରୁ ଯୋଉ ବାହାରିଲେ ବି ସେ ମାଟି ଭିତରୁ ବାହାରୁଛି ସେଠି ଭଗବାନ ଅଛି ନାଇଁ ଭଗବାନ ନାହିଁ ଏ ସେଠି ମୁଁ ଯାଏ ସାଜ ବହୁତ ର ଫଳ ଧର ପତ୍ର ପୁଷ୍ପ ଫଳ ତୋୟ ଯାହା କିଛି ଦେଲ ତା ସବୁ ତା ଦବା ଜିନିଷ ହଁ ନିଜେ କିଛି ସୃଷ୍ଟି କରିପାରୁଛ ନା 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 ନିଜେ କିଛି କରିଛ ନା 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 କମଳାର ଘରଣୀ ତାକୁ କି ଦେବା ଧନ ତାକୁ କି ଦେବା ଧନ ଆଉ ଭକ୍ତିରେ ପୂଜିଲେ ସନ୍ତୁଷ୍ଟ ସେ ନାରାୟଣ କମଳା ଯାହାର ଘରଣୀ ଲକ୍ଷ୍ମୀ ଯାହାର ଘରଣୀ ତମେ ତାକୁ ଦବ ଗୋଟେ ଗୋଟେ ସେଉ ଧନ କିଏ ଫାଳେ କଦଳୀ ଗୋଟେ କଦଳୀ ଠାକୁରଙ୍କୁ ଦେଲେ ଠାକୁରୁଛନ୍ତି ଆଉ ସରସ୍ୱତୀକାର ଛାମୁରେ ଦହି ଯନ୍ତ୍ର ବନାନି ଯନ୍ତ୍ର ବନାନି କେଉଁ ମନ୍ତ୍ର ପଢ଼ି ପ୍ରଭୁ ମୋହି କରିବି ତୁତି ସରସ୍ୱତୀ ଯାହାର ଘରଣୀ ତମେ ତାକୁ କି ମନ୍ତ୍ର କହିବ ବିନା ଯନ୍ତ୍ର ବଜାନ୍ତି ବିନା ଯନ୍ତ୍ର ବଜୁଛନ୍ତି ସରସ୍ୱତୀ ଯାହାଙ୍କର ଘରଣୀ ଯୋଉ ମନ୍ତ୍ର ପାଠ କି ସ୍ତୁତି ପାଠ କରିବା ତାଙ୍କ ପାଖରେ କି ଗୀତ ଗାଇବା ଯାହାର ଲକ୍ଷ୍ମୀ ସରସ୍ୱତୀ ଅଛନ୍ତି ତାକୁ କି ସନ୍ତୁଷ୍ଟ କରିବା କୌତୁକ ମଣି ଯାହାର ବାବୁରେ ଆଜ୍ଞା ତାଙ୍କୁ ବୁଝିବାର ଗୋଟେ ସହଜ ବାଟ ଅଛି ମା ଆଜ୍ଞା ଟିକେ ଠାକୁର ପୂଜା କଲା ବେଳେ ଭାବ ବିହଳ ଟିକେ ପୂଜା କରିବ ପ୍ରଭୁଙ୍କୁ କିଛି ଦେଇପାରୁନି କିଛି ଜାଣିନି କିଛି ଦେଇପାରୁନି ଖାଲି ତ ଚରଣକୁ ଆଶ୍ରା କରୁଛି ପ୍ରଭୁ ତୁ ହିଁ ସବୁ କିଛି ଜାଣୁନି ସଂସାର ତୋର ମୁଁ ତୋର ଆଜ୍ଞା ଯାହା ପଇସା ଥିଲା ବ୍ୟାଙ୍କ ରଖିଦେ ଗୁଡ ଚିନି ଟିକେ ଖାଇ ମୋ କଥାକୁ ବ୍ୟାଙ୍କ ରେ ପଇସା ରଖିଦେଇଛି ଅଛି ନା ଗୁରୁଚରି ଖାଇବ ନା 80 ଟଙ୍କା ଠାକୁର ପୂଜା କଲା ବେଳେ କେତେବେଳେ ଘର ଚିନ୍ତା କରିବନି ଛୁଆ ପିଲାଙ୍କ ଚିନ୍ତା କରିବନି ମା 14 ମିନିଟ ପୂଜା କରିବ ଠାକୁର ପାଖରେ ମନ ତା ପାଦ ପାଖରେ ମନ ଥିବ ଠାକୁର ପୂଜା ଘର ଚିନ୍ତା ମୋ ଛୁଆ କିସ ଖାଇବେ ଠାକୁର ଖାଇବେ ଛୁଆ ପିଲା ମୂର୍ତ୍ତି ହେଲା ମୁଁ ତାକୁ ଗୁଡ ଛୁଆ ପିଲା ଚିନ୍ତା କରି ଠାକୁର ପୂଜା ଆଚ୍ଛା ଛୁଆ ପିଲା ସେଇ ଦେଇଛି କହୁଛି 12ଟା ଛୁଆ ମାନେ ମରିଛି 12ଟା ଛୁଆ ଠାକୁର ପୂଜା 14 ମିନିଟ କରିବ ଏବେ ଜାଣିଛୁ ନା ଏବେ এটা মোর দূষণ ଲୋକ ହସିବେ ସବୁ ମୋ ଶାଶୁର ଆଉ ଜାଣି ସାର୍ ଲୋକ ନାହାନ୍ତି କମେଡି କରୁଛୁ ମା ମାନେ କେତେ ଅଛନ୍ତି ହେଲା କଣ କମେଡି ଆଡୁ ଜାଣ କଥା ହଉଛି କଣ ଭକ୍ତି ଆଉ ଭାବ ଆଜ୍ଞା ଭାବ ବିନୋଦିଆ ଠାକୁର ସଜା ଭକ୍ତ ଅବିରାମ ପରମହଂସ କେତେ ସୁନ୍ଦର କଥା ଦେଖିଲେ କହିବା ପାଇଁ ସମୟ ନାହିଁ ଦର୍ଶକ ନାହାନ୍ତି କହିଛି ଆଗେ ଚଳ ପଇସା ସେ ବୋଲଲେ ରହ ଭାବ ବିନୋଦିଆ ଠାକୁର ସଜା ଜୀବ ଜୀବ ଠାକୁର ଜୀବ ଜୀବ ଆଉ ତ ଆଗରେ ଗଲି ଶରଣ ପ୍ରଭୁ କର ତୋଳାଙ୍ଗିରେ ଗଲି ଶରଣ ତା ପାଦ ତଳକୁ ଲକ୍ଷ୍ୟ କରିବ ସବୁବେଳେ ଠାକୁର ମୁହଁକୁ ଲକ୍ଷ୍ୟ କରିବ ତା ପାଦକୁ ଲକ୍ଷ୍ୟ କରିବ ସେ ପାଦ ତଳେ ଟିକେ ଲକ୍ଷ୍ୟ କରିଦବ ପ୍ରଭୁ ତୋରି ପାଦ ତଳେ ସମର୍ପଣ କରୁଛି 10 ମିନିଟ୍ 15 ମିନିଟ୍ ବେଶୀ ସମୟ କରିପାରୁନି ଡାକି ପାରୁନି ତତେ ଡାକି ପାରୁନି କିଛି ତେଣୁ ତୁମେ ହିଁ ମୋର ସବୁ କିଛି ପ୍ରଭୁ ତୁମେ ହିଁ ମୋର ସବୁ ପ୍ରଭୁ ତା ପାଦ ତଳୁ ତୁ କାହିଁକି ଛୁଆ ରୋଲି କରି ଏଇଟା ପାଦ ତଳୁ କଣ ନାହିଁ ନା ନା କହୁଛି ମୋ ଛୁଆ ରୋଲି କରି ପ୍ରଭୁ ଅଣ୍ଡା ଖାଇବ ବୋଲି କହୁଛ ଛୁଆ ପ୍ରଭୁ ପାଦ ରୋଲି କରି କହୁଛି କହୁଛି ଲେଲେଲି ଏ
ওটা এই ଆମ ପରିବାର କେହି ପାରିନାହାନ୍ତି ଠାକୁର ପୂଜା ହେଲେ ଭତ୍ତା ଚିନ୍ତା ତୁ ଠାକୁର ପୂଜା କରୁଛୁ କାଳେ ଭତ୍ତା ନେଇଗଲେ ସବୁ ପାଇନି କେଇଟି ଭତ୍ତା ଚିନ୍ତା କେଇଟି ଛୁଆ ଚିନ୍ତା କେଇଟି ସଂସାର ଚିନ୍ତା ତା ମା ବି ଚାଲି ତା ମା ଚିନ୍ତା ଏଇଟା ମହାନ୍ତି କଳିଯୁଗରେ ଏ ମୋରି ତୁ ବଞ୍ଚି ବ୍ରାହ୍ମଣ କୋଣ ହେଲା କଣ ଭାବ ଭକ୍ତି ସହିତ ମା ଟିକେ ପ୍ରଣାମ କରିଦବ ଠାକୁରଙ୍କ ପାଦ ତଳେ ଟିକେ ଅର୍ପଣ କରିଦବ ଯୋଉ 10 ମିନିଟ୍ 15 ମିନିଟ୍ ମା ଡାକ ଆଜ୍ଞା ଯଦି 21 ବର୍ଷ ଗୋଟେ କିଡନୀ ନ ଥାଇକି ବାବାଜୀ ବଞ୍ଚି ପାରିଲା ବଞ୍ଚିଲା ଆମେ ଯଦି ମା ଟିକେ 10 ଥର 20 ଥର ଟିକେ ଠାକୁରଙ୍କ ନାଁ ଡାକିବା ହରେ କୃଷ୍ଣ 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 ହରେ ରାମ ହରେ ରାମ 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 ହରେ ହରେ କୁଟ କୁଷ୍ଟ କୁଷ୍ଟ ତାରେ କେତେବେଳେ ପାଠରୁ ଛାଡ଼ିଲେ ମାନେ ଭାଇ ଯଦି ତୁ ଶିକ୍ଷା କମିଯାଇଛି ତ ତେଣୁ ଆଜ୍ଞା ଯୋଉ ଭାବରେ ଯୋଉ ଭକ୍ତ ଡାକନ୍ତି ଜପ ହରେ କୃଷ୍ଣ ହରେ ରାମ ନିତ୍ୟାଇ ଗୌ ରାଧେ ଶ୍ୟାମ ଜପ ହରେ କୃଷ୍ଣ ନିତାଇ ଗୌ ରାଧେ ଶ୍ୟାମ ହରେ କୃଷ୍ଣ ହରେ ରାମ ନିତାଇ ଗୌ ରାଧେ ଶ୍ୟାମ 24 ଘଣ୍ଟା ଗୋଟେ ବାବାଜୀ ଜପଟା କରୁଥିଲା ଓଡ଼ିଶାର ଇଏ ଆପଣଙ୍କର ସମୁଦ୍ରକୁ ନେଇକି ପାରାଦୀପ ପାଖରେ ପହଞ୍ଚେଇଦେଲା ଆଜ୍ଞା ଅବିକଳ ସତ୍ୟ କଥା କେନ୍ଦ୍ରାପଡ଼ାର ଯୋଉ ସାରଥୀ ମାଟି ଆମେ କୋଠି ଗଲେ ନା ସେ ଖେମାଟି ଆମର ସେ ହଉଛନ୍ତି କେନ୍ଦ୍ରାପଡ଼ାର ଭାଇଆ ବାବା ପାଇଆ ବାବା ଆପଣମାନେ ଦେଖନ୍ତୁ ମାର୍କେ ଗୁଗଲରେ ସର୍ଚ୍ଚ ମାରିବେ ଭାଇଆ ବାବା ୟୁଟ୍ୟୁବରେ ମୋ ଚ୍ୟାନେଲଟିକୁ ଦେଖନ୍ତୁ ଓଡ଼ିଆ ସଂସ୍କୃତି ନିରଞ୍ଜନ କୋଣ ଖାଲି ନିରଞ୍ଜନ ମାରିବେ ନିରଞ୍ଜନ ଏଇ ହାତ ମାର ତିନି ନାମ ଲୋକ 500 ଥାଆନ୍ତେ ତୁ ତାକୁ ଜମା କରୁନୁ ସେ ଆମ ପାଇଁ ବସିଛନ୍ତି ଖାଲି ଆମେ ଠାକୁର ଭକ୍ତି କଥା କହୁଛି ତୋର ସବୁ ଟେଙ୍ଗି ନାଗା ତ ନାଚ ସିଆଡେ ଯାନା ମୁଁ ଠାକୁର ଭକ୍ତି କଥା କହିବି ତୁ ଆସି ଠାକୁର କମେଡି କଥା କହିବି ହେଲା କଣ ଆଜ୍ଞା ଭାବ ଆଉ ଭକ୍ତିରେ ଯେତିକି ସମୟ ପୂଜା କରନ୍ତୁ 10 ମିନିଟ୍ ଟିକେ ଅନ୍ୟ କଥା ଚିନ୍ତା କରିବେ ନାହିଁ ଯୋଉ 10 ମିନିଟ୍ ଠାକୁର ପୂଜା କରିବେ ମନ୍ତ୍ର ଯନ୍ତ୍ର କିଛି ନ ଜାଣିଲେ ଓମ୍ ନାମ 10 11 ଥର ଆପଣ ଓମ୍ ଓମ୍ ଜପି ଦିଅନ୍ତୁ ଯୋଉ ନାମ ଧରି ଡାକନ୍ତୁ ସେ ତ ରାଧା ରାଧା ଜପିକି ଠାକୁର ପାଇଯାଇଛନ୍ତି ଆପଣ କଣ ଡାକିବେ ଯେମିତି ଭାବରେ ଡାକନ୍ତୁ କମଳା ଯାହାର ଘରଣୀ ତାଙ୍କୁ କି ଦେବା ଧନ ଖାଲି ଭକ୍ତିରେ ପୂଜିଲେ ସନ୍ତୋଷ ହୋଇବେ କି ମୋହନ ତାକୁ ଭକ୍ତି ଭାବରେ ଯେ ପୂଜା କରିছে ଠାକୁର ତାଙ୍କୁ ଦେଖା ଦେଇଛନ୍ତି ଆମ ପାଖରେ ଭକ୍ତି ନାହିଁ ଆମ ପାଖରେ ପୂଜା ନାହିଁ ଆମ ପାଖରେ ମନ୍ତ୍ର ନାହିଁ ଆମ ପାଖରେ ଜପ ନାହିଁ ଆମ ପାଖରେ ସମୟ ନାହିଁ ଖାଲି ସଂସାର ଭକ୍ତି କରୁଥିଲି ମୋ ଶ୍ୱଶୁର ମୋ ବାଇକି ଲାଗିଲା ମତେ ଶ୍ୱଶୁରକୁ ପଟେଇ ହଉ ଦିନ ଗଣି ଗଲା ଗଣି ଗଣି ଟଙ୍କାରେ ଦିନ ଗଣି ଗଲା ଟଙ୍କାରେ ଦିନ ଗଣି ଗଲା ଗଣି ଗଣି ଟଙ୍କାରେ ଦିନ ଗଣି ଗଲା ଟଙ୍କାରେ ନଭଦୁରା ମତ ସହରିଲା ଦିନେ ନଭଦୁରା ମତ ସହରିଲା ଦିନ ଗଣି ଗଣି ଟଙ୍କାରେ ଦିନ ଗଣି ଗଣି ଟଙ୍କାରେ ଧୀରା ବିଷୟକୁ କରିବେ ଶ୍ରବଣ ଦିନ ଗଣି 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 ଗଲା ଟଙ୍କାରୀ ମନ୍ଦର ଉଦର କେଳେ ତପସ୍ୟା କରନ୍ତି ଦିନ ଗଣି 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 ଗଲା ଟଙ୍କାରୀ ସେ ବେଙ୍ଗାମତି କନ୍ୟା ଏବେ ଆଶ୍ରମରେ ଅଛି ଦିନ ଗଣି 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 ଗଲା ଟଙ୍କାରୀ ସେ କଳି ଦିନରେ ଏକ ରାକ୍ଷସ ଯେ ଜାଣ ଦିନ ଗଣି 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 ଗଲା ଟଙ୍କାରୀ ଆଶ୍ରମକୁ ଆସି ଏବେ ପହଞ୍ଚିଲା ଦିନ ଗଣି 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 ଏବେ ଟଙ୍କାରୀ ସେହି ରାକ୍ଷସ ଏବେ ଆଶ୍ରମକୁ ଆସି ଦିନ ଗଣି 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 ଗଲା ଟଙ୍କାରୀ ଉତ୍ପାତ କରିଲା ବେଙ୍ଗାବତୀ ସମ୍ମୁଖରେ ଅଛି ଗଣି ଗଣି ଗଲା ଟଙ୍କାରୀ ଆଶ୍ରମର କନ୍ୟା ସେହି ଅବଳା ଦୁର୍ବଳା ଦିନ ଗଣି 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 ଗଲା ଟଙ୍କାରୀ ଆଶ୍ରମରେ ଠାକୁରଙ୍କ ତପସ୍ୟା ସେ ଭଲା ଦିନ ଗଣି 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 ଗଲା ଦିନ ଗଣି 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 ଗଲା ଟଙ୍କାରୀ ଧୀରା ବିଷୟକୁ ଧ୍ୟାନ ଦେବେ ପୁର ଦିନ ଗଣି 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 ଗଲା ଟଙ୍କାରୀ ବେଙ୍ଗାବତୀ ଫୁଲ ତୁଳୁଛି ବେଙ୍ଗାବତୀ ଫୁଲ ତୁଳୁଛି ଚମ୍ପା ରଙ୍ଗ ଆଜ୍ଞା ଚମ୍ପା ରଙ୍ଗ ବାଣ ସେ ମତିକୁ
কুসুম চম্পার বাগান সেবতী কুসুম ଆଉ ସୁଗନ୍ଧ ରାଜ তর তগর তগর আরতি মন্দার ଆଉ ଆରତି ମନ୍ଦାର ଗୋଲାପ ଗୋକୁଳ ସରକେ ସରକେ ସର କଦମ୍ବରାଜକେ ସର ଫୁଲ ତୋଳୁଛି ରାତି ରାତିରେ ପାଇବ ପାଇବ ହଉଛି ଛାଡ଼ିବ ଛାଡ଼ିବ ହେଉଛି ଛାଡ଼ୁ ନାହିଁ ତ ବସା ନାହିଁ ତ ବସା ସୁଜନ ଛାଡ଼ି ନାହିଁ ତ ବସା ଗାଈ ହେଲାଣି ଉଡ଼ବା ବସା ବସାର ରସା ବସାର ରସା ସୁଜନ ବସା ବସାର ରସା বিবাহ হইছিলি ছুটিছি কেন খুশিতে মলা তারপরে যাহাকু ভাঙিলি সেটার অমিরা অমিরা কাহারে কে ছুটছিল থানা করতে কি বলা তারপরে যা গণিলে না উঠিয়া দিছি ନିଆଜି ଟ୍ରେନରେ ବୁଲୁଛନ୍ତି না মু বল ବହୁତ ବଡ ହିସାବ ସମୟ ନାହିଁ ନା ଏପଟେ ଭିଡ଼ ସମୟ ଲୋକ କମ ତୁ 500,000 ଲୋକ ଥିଲା ଭଳିଆ ହଉଛି ଆରେ ବାବୁ ଆଜ୍ଞା ଏ ଫୁଲ ତୁଳସୀ ସମୟ ସବୁ ଆସିଲା ହଠାତ୍ ଆସିଲା କିସ୍କିନ୍ଦା ରାଜାବାଣୀ এই সুন্দরী বিস্তৃত সাগর বেলারে নির্জনে বাড়ি পন্থা চলো বড় ভিতরକୁ কেহি আসিবেনি ଦେଖିଲା ସୁନ୍ଦରୀ ସମ୍ମୁଖେ ଅପୂର୍ବ আমার ছেলে সুতারি সম্মুখে অপূর্ব দেখি